ଗୋଟିଏ ଗ୍ରାମରେ ଗୋଟିଏ ଏମିତି ପ୍ରକାରର ସାଧୁ ଥିଲେ ଯିଏକି ନାଚିଲେ ଆକାଶରୁ ବର୍ଷା ଝରି ପଡ଼େ। ସେ ଗାଁ ଏବଂ ଆଖପାଖର ସବୁ ଲୋକ ବର୍ଷା କରାଇବା ପାଇଁ ସେହି ସାଧୁ ପାଖକୁ ଯାଆନ୍ତି ଏବଂ ନାଚିବାକୁ କୁହନ୍ତି। ସେ ସାଧୁ ମଧ୍ୟ ତାଙ୍କ କଥା ରଖି ନାଚିବାକୁ ଲାଗନ୍ତି। ଯେମିତି ସେ ନାଚିବା ଆରମ୍ଭ କରନ୍ତି, ଧୀରେ ଧୀରେ ବର୍ଷା ମଧ୍ୟ ସେମିତି ହୋଇଯାଏ। କିଛି ଦିନ ଗଲା ପରେ ସେ ଗାଁକୁ 3ଟି ପିଲା ଆସିଲେ ଏବଂ ସେମାନେ ବହୁତ ପାଠ ପଢ଼ିଥିଲେ। ସେ ସାଧୁର ନାଚିବା ଏବଂ ବର୍ଷା ହେବା ଶୁଣି ସେମାନେ ତାହା ବିଶ୍ୱାସ କଲେ ନାହିଁ ଏବଂ ସେମାନେ ସାଧୁ ପାଖକୁ ଗଲେ ଏବଂ ସାଧୁକୁ ପଚାରିଲେ, ଆମେ ବି ନାଚିଲେ ବର୍ଷା ହେବ? ସାଧୁ ସେ କଥା ଶୁଣି କହିଲେ, ଠିକ୍ ଅଛି, ତାହେଲେ ନାଚିକି ଦେଖାଅ ଏବଂ ବର୍ଷା କରାଇକି ଦେଖାଅ। ସେ ସାଧୁର କଥା ଶୁଣି ଗୋଟିଏ ପିଲା ନାଚିବାକୁ ଲାଗିଲା। ଗୋଟିଏ ଘଣ୍ଟା ନାଚିବା ପରେ ବି କିଛି ହେଲା ନାହିଁ। ସେ ପିଲା ଏହା ଦେଖି ଆଉ 1 ଘଣ୍ଟା ନାଚିଲା, କିନ୍ତୁ ଏହା ପରେ ବି କିଛି ହେଲା ନାହିଁ। ଏହା ଦେଖି ଦ୍ୱିତୀୟ ପିଲା ନାଚିବାକୁ ଲାଗିଲା। ସେ ବି 3 ଘଣ୍ଟା ନାଚିଲା, ତଥାପି ବର୍ଷା ହେଲା ନାହିଁ। ଏହା ଦେଖି ତୃତୀୟ ପିଲା ରାଗି ଯାଇ ନାଚିବାକୁ ଲାଗିଲା। ସେ ପିଲା 5 ଘଣ୍ଟା ଧରି ନାଚିଲା, ତାପରେ ବି ବର୍ଷା, ମେଘ ବି ଆସିଲା ନାହିଁ। ଏଥର ସେ ସାଧୁଙ୍କ ପାଳି। ସାଧୁ ନାଚିବାକୁ ଲାଗିଲେ। 1 ଘଣ୍ଟା ନାଚିବା ପରେ ବି ବର୍ଷା ହେଲା ନାହିଁ। ନାଚି ନାଚି 5 ଘଣ୍ଟା ବିତିଗଲା, ତଥାପି ବର୍ଷା ହେଲା ନାହିଁ। ଏହା ଦେଖି ସେହି ସାଧୁ ଅଧିକ ଜୋରରେ ନାଚିବାକୁ ଲାଗିଲା। କିଛି ଘଣ୍ଟା ପରେ ଚାରିଦିଗରୁ ମେଘ ମାଡ଼ି ଆସିଲା। ପବନ ବିଜୁଳିରେ ସେ ଜାଗା ଆଲୁଅ ଦିଶିଗଲା ଏବଂ ବର୍ଷା ଆରମ୍ଭ ହୋଇଗଲା। ଏହା ଦେଖି ସେ 3ଟି ପିଲା ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସାଧୁକୁ ଏ ଚମତ୍କାର ରହସ୍ୟ ପଚାରିଲେ ଏବଂ କହିଲେ କି, ଆମେ ନାଚିଲୁ କିନ୍ତୁ ବର୍ଷା ହେଲା ନାହିଁ, କିନ୍ତୁ ତମେ ନାଚିଲ, ବର୍ଷା କେମିତି ହେଲା? ସାଧୁ ସେ 3 ପିଲାର ପ୍ରଶ୍ନ ଶୁଣି ହସିଲେ ଏବଂ କହିଲେ କି, ମୁଁ ନାଚିଲେ 2ଟି କଥାକୁ ମନରେ ରଖି ନାଚେ, କି ମୁଁ ନାଚିଲେ ବର୍ଷା ହେବାକୁ ପଡ଼ିବ, ନଚେତ୍ ବର୍ଷା ହେବା ପର୍ଯ୍ୟନ୍ତ ନାଚିବି। ସଫଳତା ପାଇଥିବା ମଣିଷ ପାଖରେ ବି ଏହି 2 ଗୁଣ ରହିଥାଏ, କି ମୁଁ ଏମିତି କାର୍ଯ୍ୟ କରିବି ଯେମିତି ମୁଁ ସେ କାର୍ଯ୍ୟରେ ସଫଳ ହେବି, କିମ୍ବା ସଫଳତା ପାଇବା ପର୍ଯ୍ୟନ୍ତ ମୁଁ ସେ କାର୍ଯ୍ୟକୁ କରିବି। ଯଦି ଆମକୁ କୌଣସି ବି କାର୍ଯ୍ୟରେ ସଫଳତା ହାସଲ କରିବାକୁ ହେବ ତ ଏହି ସାଧୁ ପରି ନାଚିବାକୁ ପଡ଼ିବ ଏବଂ ବନିବାକୁ ପଡ଼ିବ, ନଚେତ୍ ଆମେ ସବୁ କାର୍ଯ୍ୟରେ ଅସଫଳ ହୋଇଯିବା। ତ ସାଙ୍ଗମାନେ, ଭିଡ଼ିଓଟି କେମିତି ଲାଗିଲା? ଯଦି ଭଲ ଲାଗିଛି ଲାଇକ୍, କମେଣ୍ଟ ଏବଂ ସେୟାର କରିଦିଅନ୍ତୁ ଏବଂ ଏହି ଫ୍ରଡ୍ ବୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।